Hello friends, welcome all of you to our digital Education. Today's hard work for better tomorrow. Friends, ଆମେ ଲାଷ୍ଟ କ୍ଲାସରେ ବିଶ୍ଳେଷଣରେ ନେଇ କିଛି MCQ ଇମ୍ପୋର୍ଟାଣ୍ଟ MCQ। ତ ଆଜି ଆଉ କିଛି ଇମ୍ପୋର୍ଟାଣ୍ଟ MCQ ନେଇ ଆସିଛି ମୁଁ ଯେଉଁଟାକି ଆପଣଙ୍କର ଏକ୍ଜାମ୍ ରିଲେଟେଡ୍, ଯିଏକି ଆପଣଙ୍କର ଯାହା ବି ଓଡ଼ିଶା ଏକ୍ଜାମ୍ ଆସିବ ଓଡ଼ିଆ ଯେଉଁଥିରେ ଥିବ ଏହା ନିଶ୍ଚିତ ଭାବରେ ଆପଣ ପାଇଁ ଉପଯୋଗୀ ରହିବ। ତ ଆମେ ଷ୍ଟାର୍ଟ କରିବା କ୍ୱେଶ୍ଚନ୍ ନମ୍ବର 49ରୁ। ତ ନମ୍ବର 49 କହନ୍ତି ଦେଖନ୍ତୁ, କ୍ରିୟା ଧାତୁ ନିଷ୍ପନ୍ନ ବିଶେଷଣକୁ କ'ଣ କୁହାଯାଏ? କ୍ରିୟା ଧାତୁ ନିଷ୍ପନ୍ନ ବିଶେଷଣକୁ କ'ଣ କୁହାଯାଏ? କ୍ରିୟାଜ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ବିଶେଷଣର ବିଶେଷଣ, କ୍ରିୟା ବିଶେଷଣ, କ୍ରିୟା ବିଶେଷଣର ବିଶେଷଣ। କ୍ରିୟା ଧାତୁ ନିଷ୍ପନ୍ନ ବିଶେଷଣକୁ ଆମେ କ'ଣ କହିବା? କ୍ରିୟାଜ ବିଶେଷଣ। କ'ଣ କହିବା ଆମେ ଏଟାକୁ? କ୍ରିୟାଜ ବିଶେଷଣ। ତ କ୍ରିୟାଜ ବିଶେଷଣ ଗୁଡ଼ିକ କେଉଁ ପଦ ଅଟନ୍ତି? ଯଦି ଆମେ କ୍ରିୟାଜ ବିଶେଷଣ କଥା କହିବା ତାହେଲେ ସେଗୁଡ଼ିକ କେଉଁ ପଦ ଅଟନ୍ତି? କୃଦନ୍ତ, ବିଶେଷ୍ୟ, ତଦ୍ଧିତ, କ୍ରିୟା। ତ ମନେ ରଖିବେ ଏଟା ହେଲା ଆପଣଙ୍କର କୃଦନ୍ତ। ଠିକ୍ ଅଛି। ତାହେଲେ ସର୍ବନାମ ପଦ। ସର୍ବନାମ ପଦ ବିଶେଷ୍ୟ ପଦକୁ ନିର୍ଦ୍ଦେଶ କଲେ ତାକୁ ଡ୍ୟାସ୍ କହନ୍ତି। ସର୍ବନାମ ପଦ ବିଶେଷ୍ୟ ପଦକୁ ନିର୍ଦ୍ଦେଶ କଲେ ତାକୁ ଡ୍ୟାସ୍ କୁହନ୍ତି। କ'ଣ କୁହନ୍ତି? କ୍ରିୟାଜ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ବିଶେଷଣର ବିଶେଷଣ, ସର୍ବନାମିକ ବିଶେଷଣ, କ୍ରିୟା ବିଶେଷଣ। ତ ମନେ ରଖିବେ ଏଇଟା ଆପଣଙ୍କର ସାର୍ବନାମିକ ବିଶେଷଣ। ଠିକ୍ ଅଛି। ତ ସର୍ବନାମ ପଦ ଯଦି ବିଶେଷ୍ୟ ପଦ ନିର୍ଦ୍ଦେଶ କରୁଛି ତାକୁ ସାର୍ବନାମିକ ବିଶେଷଣ ବୋଲି ଆମେ କହିପାରିବା। ତ ସର୍ବନାମ ପଦ ବିଶେଷଣର କାର୍ଯ୍ୟ କଲେ ତାହା ଡ୍ୟାସ୍ ଅଟେ। ସର୍ବନାମ ପଦ ଯଦି ବିଶେଷଣ ପଦର କାର୍ଯ୍ୟ କରୁଛି ତାହା କ'ଣ କହିବା ଆମେ? କ୍ରିୟାଜ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ବିଶେଷଣର ବିଶେଷଣ, ସର୍ବନାମିକ ବିଶେଷଣ, କ୍ରିୟା ବିଶେଷଣର ବିଶେଷଣ। ତ ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ କ'ଣ ରହିବ ଆପଣଙ୍କର? এটা ରହିବ ଆପଣଙ୍କ ସେଇଟା ସାର୍ବନାମିକ ବିଶେଷଣ। ଠିକ୍ ଅଛି। ଏବେ ଯିବା କ୍ୱେଶ୍ଚନ୍ ନମ୍ବର 53କୁ। ଯେଉଁ ବିଶେଷଣ ପଦ ସର୍ବନାମ ପଦର ପରେ ବ୍ୟବହୃତ ହୋଇ ସର୍ବନାମ ପଦକୁ ବିଶେଷିତ କରିଥାଏ, ସର୍ବନାମ ପଦ ଆଗରେ ରହିବ ତାପରେ ଏଟା ରହିବ ବିଶେଷଣ। ଠିକ୍ ଅଛି। ତାକୁ ଆମେ କ'ଣ କହିବା? ସର୍ବନାମର ବିଶେଷଣ, ଅବସ୍ଥାବାଚକ ବିଶେଷଣ, ବିଶେଷଣର ବିଶେଷଣ, ସାର୍ବନାମିକ ବିଶେଷଣ, କ୍ରିୟା ବିଶେଷଣର ବିଶେଷଣ। ତ ମନେ ରଖିବେ ଫ୍ରେଣ୍ଡସ୍ ଏଟା କ'ଣ ହେବ ରାଇଟ୍ ଆନ୍ସର୍? ଏଟା ସର୍ବନାମର ବିଶେଷଣ ହେଇଯିବ। ଯେଟା ପରେ ହେଉଛି ତା ସର୍ବନାମର ବିଶେଷଣ ହେବ। ସାର୍ବନାମିକ ବିଶେଷଣରେ ସର୍ବନାମ ପଦ କେଉଁ ପଦ ପୂର୍ବରୁ ରହି ବିଶେଷଣ କାର୍ଯ୍ୟ କରିଥାଏ? ସାର୍ବନାମିକ ବିଶେଷଣରେ ସର୍ବନାମ ପଦ କେଉଁ ପଦ ପୂର୍ବରୁ ରହି ବିଶେଷଣ କାର୍ଯ୍ୟ କରିଥାଏ? ସର୍ବନାମ, ବିଶେଷ୍ୟ, ବିଶେଷଣ, କ୍ରିୟା। ଏଇଟା ବହୁତ ଇଜି ଅଛି। ୟେସ୍। ତ କହିପାରିବା ଏଇଟା କ'ଣ? ଦେଖନ୍ତୁ, ସର୍ବନାମ ପଦ ବିଶେଷଣରେ ସର୍ବନାମ କାହା ପଦ ରହିବ? ଏଇଟା ସର୍ବନାମ ହେବ ନାହିଁ, ଏଇଟା ଆପଣଙ୍କର ହେଇଯିବ ବିଶେଷ୍ୟ। ବିଶେଷ୍ୟ ପରେ ରହିଲେ ଏଇଟା ସର୍ବନାମ ପଦ, ସାର୍ବନାମିକ ବିଶେଷଣ ଆମେ କହିବା। ଠିକ୍ ଅଛି। ସର୍ବନାମର ବିଶେଷଣରେ କେଉଁ ପଦ ସର୍ବନାମ ପଦ ରହିଥାଏ ତାକୁ ସର୍ବନାମ ବିଶେଷିତ କରିଥାଏ? ଏଠି ସେମିତି ସର୍ବନାମ, ବିଶେଷ୍ୟ, ବିଶେଷଣ, କ୍ରିୟା। ତ ମନେ ରଖିବେ ରାଇଟ୍ ଆନ୍ସର୍ କରିବ ଆପଣଙ୍କର ବିଶେଷଣ। ପରବର୍ତ୍ତୀ ପ୍ରଶ୍ନ 56କୁ। ଯେଉଁ ବିଶେଷଣ ପଦ ଅବୟବ ପଦକୁ ବିଶେଷିତ କରେ ତାହା ଡ୍ୟାସ୍ ଅଟେ? ଯେଉଁ ବିଶେଷଣ ପଦ ଅବୟବ ପଦକୁ ବିଶେଷିତ କରେ ତାକୁ ଆମେ କ'ଣ କହିପାରିବା? ସର୍ବନାମର ବିଶେଷଣ, ଅବସ୍ଥାବାଚକ ବିଶେଷଣ, ବିଶେଷଣ, ସର୍ବନାମିକ ବିଶେଷଣ, ଅବୟବର ବିଶେଷଣ। ତ ଅବୟବ ପଦକୁ ଯିଏ ବିଶେଷିତ କଲା ଆମେ ତ କହିବା ଆମେ ଅବୟବର ବିଶେଷଣ। ନମ୍ବର 57କୁ ଯିବା। ଯେଉଁ ବିଶେଷଣ ପଦ ଗୋଟିଏ ବାକ୍ୟର ଅର୍ଥକୁ ବିଶେଷିତ କରେ ତାହାକୁ କ'ଣ କହନ୍ତି? ବିଶେଷଣ ପଦ ଗୋଟିଏ ବାକ୍ୟର ଅର୍ଥ ବିକଶିତ କରିବ, ତାକୁ ଗୋଟେ ବାକ୍ୟର ପୁରାପୁରି ଅର୍ଥକୁ ସେ ବିଶେଷିତ କରିଥାଏ। ତା ସାର୍ବନାମର ବିଶେଷଣ, ବାକ୍ୟ ବିଶେଷଣ, ବିଶେଷଣ, ସର୍ବନାମିକ ବିଶେଷଣ, ଅବୟବର ବିଶେଷଣ। କ'ଣ ହେବ ଫ୍ରେଣ୍ଡସ୍ କୁହନ୍ତୁ? ଏଇଟା ନିଶ୍ଚିତ ଭାବରେ ଗୋଟେ ବାକ୍ୟକୁ ଯଦି ଇଏ କରୁଛି ତାହେଲେ ଗୋଟେ ବାକ୍ୟ ବିଶେଷଣ ଆମେ କହିପାରିବା। କ'ଣ କହିପାରିବା? ଗୋଟେ ବାକ୍ୟ ବିଶେଷଣ। ଠିକ୍ ଅଛି। ତାହେଲେ 58 ନମ୍ବର ଯିବା। ଦୁଇ ବା ତତୋଧିକ ବିଶେଷ ପଦର ତୁଳନା କରିବା ପାଇଁ ଯେଉଁ ବିଶେଷଣ ପଦ ବ୍ୟବହୃତ ହୋଇଥାଏ ତାକୁ କ'ଣ କହନ୍ତି? ଦୁଇ ବା ତାକୁ ବିଶେଷ ପଦ ମଧ୍ୟ ତୁଳନା କରିବା ପାଇଁ ଯେଉଁ ବିଶେଷଣ ପଦ ବ୍ୟବହୃତ ହୁଏ ତାହାକୁ ଡ୍ୟାସ୍ କହନ୍ତି? ସର୍ବନାମ ବିଶେଷଣ, ତୁଳନାତ୍ମକ ବିଶେଷଣ, ବିଶେଷଣ, ସାର୍ବନାମିକ ବିଶେଷଣ। ଠିକ୍ ଅଛି। ତ ମନେ ରଖିବା ଫ୍ରେଣ୍ଡସ୍ କ'ଣ ହେବ? ଦୁଇ ବା ତାଠୁ ଅଧିକ ବିଶେଷ ପଦ ତୁଳନା କରାଯିବ ତା ଯେଉଁ ବିଶେଷଣ ପଦ ବ୍ୟବହୃତ ହୋଇଥିବ ତାକୁ ଆମେ କ'ଣ କହିବା? ତ ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ କ'ଣ ରହିବ ଆପଣଙ୍କର? এটা ଆପଣଙ୍କର ତୁଳନାତ୍ମକ ହେବ। କାହିଁକିନା ଯେହେତୁ ଆମେ ତୁଳନା କରାହେଉଛି ନା, ତ ତୁଳନାତ୍ମକ ହେବ। ତ ବିଶେଷଣ ପଦ ପରେ ଯଦି ବ୍ୟବହୃତ ହେଉଛି ତାକୁ ଆମେ କ'ଣ କହିବା? ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ରହିବ ଆପଣଙ୍କ ପାଇଁ। ବିଶେଷଣ ପଦ କ'ଣ ହେଉଛି ନା ବିଶେଷ୍ୟ ପଦ ପରେ ଯଦି ବ୍ୟବହାର ହେଉଛି ତାହେଲେ ଆମେ ତାକୁ କ'ଣ କହିବା? ସର୍ବନାମର ବିଶେଷଣ, ବିଧେୟ ବିଶେଷଣ, ଅବୟବର ବିଶେଷଣ, ସାର୍ବନାମିକ ବିଶେଷଣ। ତ ଫ୍ରେଣ୍ଡସ୍ ମନେ ରଖିବେ ଯେ ବିଶେଷଣ ପଦ ବିଶେଷ୍ୟ ପଦ ପରେ ବ୍ୟବହୃତ ହେଉଛି ଏଇଟାକୁ ଆମେ କହିବା ବିଧେୟ ବିଶେଷଣ। ଏବେ ଯିବା ନେକ୍ସଟ ହେଉଛି କ'ଣ? ଆପଣ 60ରୁ 60 ଯାଏ କ୍ୱେଶ୍ଚନ୍ ଅଛି, ଯେଉଁଠି କହିଛି କ'ଣ ନା ରେଖାଙ୍କିତ ପଦ ଗୁଡ଼ିକର ବିଶେଷଣ କ'ଣ ଚିହ୍ନା ହେଉ। ଯୁଧିଷ୍ଠିର ଧାର୍ମିକ ଥିଲେ, ତ ଧାର୍ମିକଟା କ'ଣ? ତ ଏଠି ଅପସନ୍ ଗୁଡ଼ିକ ହେଲା ସର୍ବନାମର ବିଶେଷଣ, ବିଧେୟ ବିଶେଷଣ,
ଅବ୍ୟୟର ବିଶେଷଣ ସାର୍ବନାମିକ ବିଶେଷଣ। ତ ଯୁଧିଷ୍ଠିର ପରେ ଦେଖନ୍ତୁ ବିଶେଷ୍ୟ ପରେ ବିଶେଷଣ ଅଛି, ତାକୁ ଆମେ କ'ଣ କହିପାରିବା ଫ୍ରେଣ୍ଡସ୍? ମନେ ରଖିବେ ଏଠି ଆନ୍ସର୍ କ'ଣ ରହିବ? ଏଠି ଆପଣଙ୍କର ବିଧେୟ ବିଶେଷଣ। କ'ଣ ହେବ? ବିଧେୟ ବିଶେଷଣ। ଦେଖନ୍ତୁ ଯୁଧିଷ୍ଠିର ନାମ ହେଲା ଆପଣଙ୍କ ବିଶେଷ୍ୟ, ବିଶେଷ୍ୟ ପରେ ବିଶେଷଣ ଅଛି, ତାହେଲେ ଆମେ କ'ଣ କହିବା? ବିଧେୟ ବିଶେଷଣ। ନିଶ୍ଚୟ ଏ ବର୍ଷ ମୁଁ ରାମେଶ୍ୱର ଯିବି। ନିଶ୍ଚୟ, ନିଶ୍ଚୟଟା କ'ଣ ହେଲା ଆପଣଙ୍କର? କେଉଁ ପ୍ରକାର ଆସିବ? ଏଇଟା ସର୍ବନାମ ବିଶେଷଣ ଆସିବ, ନା ବିଧେୟ ବିଶେଷଣ ଆସିବ, ନା ଅବ୍ୟୟ ବିଶେଷଣ ଆସିବ, ନା ସାର୍ବନାମିକ ବିଶେଷଣ ଆସିବ, ନା ବାକ୍ୟର ବିଶେଷଣ ଆସିବ? ତ ମନେ ରଖିବେ ନିଶ୍ଚୟ କହିଛି ମାନେ ନିଶ୍ଚିତ ଭାବରେ ଏଇଟା କ'ଣ ହେବ ଆପଣଙ୍କର? ବାକ୍ୟର ବିଶେଷଣ। ଠିକ୍ ଅଛି, ବାକ୍ୟର ବିଶେଷଣ ନିଶ୍ଚୟ। ଆଜି ପାଗ ନିର୍ମଳ। ତ ନିର୍ମଳ ଏଠି କ'ଣ ହେବ? ଆଜିର ପାଗ ନିର୍ମଳ। ନିର୍ମଳ ହେଉଛି ଆପଣଙ୍କର ସର୍ବନାମର ବିଶେଷଣ, ବିଧେୟ ବିଶେଷଣ, ଅବ୍ୟୟର ବିଶେଷଣ, ସାର୍ବନାମିକ ବିଶେଷଣ, ବାକ୍ୟର ବିଶେଷଣ। ତ ଫ୍ରେଣ୍ଡସ୍ ମନେ ରଖିବେ ଏଇଟା ଆପଣଙ୍କର ରହିବ କ'ଣ? ନା ଆପଣ ବିଧେୟ ବିଶେଷଣ। ଆଜିର ପାଗ ନିର୍ମଳ, ଏଇଟା ଆପଣଙ୍କର ବିଧେୟ ବିଶେଷଣ। କାହିଁକି? ପାଗ ହେଲା ଆପଣଙ୍କ ବିଶେଷ୍ୟ, ନିର୍ମଳ ହେଲା ଆପଣଙ୍କ ବିଶେଷଣ। ତ ବିଶେଷ୍ୟ ପରେ ବିଶେଷଣ ରହିଲେ ତାକୁ ଆମେ ବିଧେୟ ବିଶେଷଣ କହିପାରିବା। ପୁଅଟି ଅବିକଳ ତା ବାପା ପରି। ଏଠି ଅବିକଳଟି କ'ଣ ହେବ? ସର୍ବନାମ ବିଶେଷଣ, ବିଧେୟ ବିଶେଷଣ, ଅବ୍ୟୟର ବିଶେଷଣ, ସାର୍ବନାମିକ ବିଶେଷଣ, ବାକ୍ୟର ବିଶେଷଣ। ତ ଅବିକଳ ଅଛି, ଅବିକଳ କ'ଣ ରୂପ ଅଛି? ତ ଫ୍ରେଣ୍ଡସ୍ ମନେ ରଖିବେ ଅବିକଳ ଅଛି ମାନେ ଏଇଟା କ'ଣ ହେବ ଆପଣଙ୍କର? ଦେଖନ୍ତୁ ଅବିକଳଟା ଆପଣଙ୍କର କିଛି ପରିବର୍ତ୍ତନ ହେବନି। ଦେଖନ୍ତୁ ଯେଉଁଟା ସ୍ଥାନ କାଳ ପତ୍ର ବିଶେଷ ବିଶେଷଣ ଯାହା କିଛି ଚେଞ୍ଜ ହୁଏନି ସେ ହେଲା ଆପଣଙ୍କର ଅବ୍ୟୟ। ଏଠି ଅବିକଳ ମାନେ ଅବ୍ୟୟ ହେବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଯିବା। ରାମ ହରିଠାରୁ ଉଚ୍ଚତାରେ କ୍ଷୁଦ୍ରତର। ରାମ ହରିଠାରୁ ଉଚ୍ଚତାରେ କ୍ଷୁଦ୍ରତର, ଏଠି ଆନ୍ସର୍ କ'ଣ ରହିବ? ଦେଖନ୍ତୁ ତୁଳନାତ୍ମକ, ବିଧେୟ ବିଶେଷଣ, ଅବ୍ୟୟର ବିଶେଷଣ, ସର୍ବନାମିକ ବିଶେଷଣ, ବାକ୍ୟର ବିଶେଷଣ। କ୍ଷୁଦ୍ରତର ଦେଇଛି, ଗୋଟେ ତୁଳନା କରୁଛି ନୁହେଁ କି? ଏ ତୁଳନା କରୁଛି ତାହେଲେ ଏଇଟା କ'ଣ ହେଇଯିବ? ତୁଳନାତ୍ମକ ବିଶେଷଣ ହେଇଯିବ। କେଉଁଠି ଆପଣ ତୁଳନାତ୍ମକ ବିଶେଷଣ ମାରିଦେବେ। ମୁଁ ନିର୍ଭୀକ। ନିର୍ଭୀକଟା କ'ଣ ହେବ? ସର୍ବନାମର ବିଶେଷଣ, ବିଧେୟ ବିଶେଷଣ, ଅବ୍ୟୟର ବିଶେଷଣ, ସର୍ବନାମିକ ବିଶେଷଣ, ବାକ୍ୟର ବିଶେଷଣ। ନିର୍ଭୀକଟା କ'ଣ ହେବ ଆପଣଙ୍କର? ନିର୍ଭୀକ ଯିଏ ଭୟ କରେ ନାହିଁ। ଠିକ୍ ଅଛି, ମୁଁ ନିର୍ଭୀକ। ନିର୍ଭୀକ ହେଲେ ଆପଣ କ'ଣ ମୁଁ ମୁଁ ଏଠି ଆପଣ କ'ଣ ହେଉଛି? ମୁଁ ନିର୍ଭୀକ। ଠିକ୍ ଅଛି, ତ ମୁଁ ନିର୍ଭୀକ ଏଠି ହେବ ମୁଁ ଆସୁଛି କ'ଣ ଅଛି? କାହା ବଦଳରେ? ମୋ ମାନେ ଜଣଙ୍କ ନାଁ ପରିବର୍ତ୍ତ ଆସୁଛି। ନିର୍ଭୀକ ତା ବଦଳରେ ଲାଗୁଛି, ତେଣୁ ଆପଣଙ୍କର ଯିବ ସର୍ବନାମର ବିଶେଷଣ। ଠିକ୍ ଅଛି। କି ଥିଲା ଏ ରାଜ୍ୟ? ଏ ରାଜ୍ୟ ଗୋଟେ ଏଠି କ'ଣ ଆସୁଛି? କି ଥିଲା ଏ ରାଜ୍ୟ, ଏଇଟା କ'ଣ ହେବ ଆପଣଙ୍କର? ସର୍ବନାମ ବିଶେଷଣ, ବିଧେୟ ବିଶେଷଣ, ଅବ୍ୟୟର ବିଶେଷଣ, ସାର୍ବନାମିକ ବିଶେଷଣ, ବାକ୍ୟ ବିଶେଷଣ। ଦେଖନ୍ତୁ ଏ ରାଜ୍ୟ, ଏ ଗୋଟେ କହିଲେ ପର୍ଟିକୁଲାରକୁ ବୁଝୁଛି ନା, କାହା ବଦଳରେ? ଗୋଟେ ରାଜ୍ୟ ଅଛି ତାକୁ ବଦଳୁଛି ଏ ରାଜ୍ୟ, ଏଇଟା ଆପଣଙ୍କ ହେବ ସାର୍ବନାମିକ ବିଶେଷଣ। କେଉଁ କଲମଟି ତୁମର? କେଉଁ, ଏଠି କେଉଁ ପର୍ଟିକୁଲାର କହୁଛି କେଉଁ କଥା? ଏଇଟା କ'ଣ ହେବ ଆପଣ? ସର୍ବନାମ, ବିଧେୟ, ଅବ୍ୟୟ, ସାର୍ବନାମିକ, ବାକ୍ୟର। ତ ଏଠି ମନେ ରଖିବେ କେଉଁ କହିଛି ମାନେ ଏଇଟା ଆପଣଙ୍କର କ'ଣ ହେବ? ଏଇଟା ମଧ୍ୟ ଆପଣଙ୍କର କ'ଣ ହେବ? ନା ଆପଣଙ୍କର ସାର୍ବନାମିକ ବିଶେଷଣ। ଖାଇବାର ବେଳ ଗଡ଼ି ଯାଉଛି। ଖାଇବାର ବେଳ ଗଡ଼ି ଯାଉଛି, ଖାଇବାଟା କ'ଣ? ଗୁଣବାଚକ ବିଶେଷଣ, ଅବସ୍ଥାବାଚକ ବିଶେଷଣ, କ୍ରିୟାଜ ବିଶେଷଣ, କ୍ରିୟା ବିଶେଷଣ ବିଶେଷଣ, କ୍ରିୟା ବିଶେଷଣ। ତ ଫ୍ରେଣ୍ଡସ୍ ମନେ ରଖିବେ ଖାଇବାର ବେଳ ଗଡ଼ି ଯାଉଛି, ନିଶ୍ଚିତ ଭାବରେ ଏଇଟା କ'ଣ? ଖାଇବାର କ୍ରିୟା, ତ ଏଇଟା ହେବ କ୍ରିୟାଜ ବିଶେଷଣ। କ୍ରିୟାଜ ବିଶେଷଣ। ଠିକ୍ ଅଛି। ଖୁବ୍ ଜୋରରେ ପବନ ବହୁଛି। ଖୁବ୍ ଜୋରରେ, ଜୋରରେ ବହୁଛି ତ ଏଇଟା ଆପଣ ଗଲା ଗୋଟେ। ଠିକ୍ ଅଛି, ତ ଖୁବ୍ ଜୋରରେ ପଡ଼ିଲାଣି, ଏଇଟା କ'ଣ ହେବ? ଗୁଣବାଚକ ବିଶେଷଣ, ନା ଅବସ୍ଥାବାଚକ ବିଶେଷଣ, ନା କ୍ରିୟାଜ ବିଶେଷଣ, କ୍ରିୟା ବିଶେଷଣର ବିଶେଷଣ, ନା କ୍ରିୟା ବିଶେଷଣ। ଦେଖନ୍ତୁ ଖୁବ୍ କହିଲି ମୁଁ ଜୋର କଥା, ଜୋରରେ ବହୁଛି, ଏଇଟା ତ ଅଲରେଡ଼ି ବିଶେଷଣ ଅଛି, ତ ବିଶେଷଣର ବିଶେଷଣ ହେଇଗଲା ହେଲା। ପୁଣି ଖୁବ୍ ଜୋରରେ, ଏଟା ଜୋରଟା କାହା ପାଇଁ ଲାଗିଛି? କ୍ରିୟା ପାଇଁ, ତ କ୍ରିୟା ବିଶେଷଣର ବିଶେଷଣ। ସେ ଜଣେ ବଡ଼ କୁହାଳିଆ ଲୋକ। ବଡ଼, ବଡ଼ଟା ଏଠି କ'ଣ ହେବ? ସର୍ବନାମ ବିଶେଷଣ, ବିଧେୟ ବିଶେଷଣ, ଅବ୍ୟୟ ବିଶେଷଣ, ବିଶେଷଣର ବିଶେଷଣ, ବାକ୍ୟର ବିଶେଷଣ। ତ ଫ୍ରେଣ୍ଡସ୍ ମନେ ରଖିବେ ସେ ଜଣେ ବଡ଼ କୁହାଳିଆ ଲୋକ, ଏଇଟା ଆପଣ କ'ଣ ରାଇଟ୍ ଆନ୍ସର୍ କ'ଣ ରହିବ? ଏଇଟା ଆପଣ ରହିବ ବିଶେଷଣର ବିଶେଷଣ। ଅଜା ଭାରି ମଜା କାହାଣୀ କହିଲେ। ଅଜା ଭାରି ମଜା କାହାଣୀ କହିଲେ, ଭାରିଟା କ'ଣ ହେବ? ସର୍ବନାମର ବିଶେଷଣ, ବିଧେୟ ବିଶେଷଣ, ଅବ୍ୟୟ ବିଶେଷଣ, ବିଶେଷଣର ବିଶେଷଣ, ବାକ୍ୟର ବିଶେଷଣ। ତ ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ ରହିବ ଆପଣଙ୍କର ବିଶେଷଣର ବିଶେଷଣ। ପଢ଼ିଥିବା ପାଠ ମୋର ଆଉ ମନେ ନାହିଁ। ପଢ଼ିଥିବା କ'ଣ ହେବ? ଗୁଣବାଚକ ବିଶେଷଣ, ଅବସ୍ଥାବାଚକ ବିଶେଷଣ, କ୍ରିୟାଜ ବିଶେଷଣ, କ୍ରିୟା ବିଶେଷଣ ବିଶେଷଣ, କ୍ରିୟା ବିଶେଷଣ। ତ ଫ୍ରେଣ୍ଡସ୍ ମନେ ରଖିବେ ପଢ଼ିଥିବା ପାଠ, ପଢ଼ିଥିବା ପାଠ ଆପଣ କ'ଣ ହେବ? ଏଇଟା କ୍ରିୟାଜ ବିଶେଷଣ। ଦୀପ ମିଞ୍ଜି ମିଞ୍ଜି ଜଳୁଛି। ମିଞ୍ଜି ମିଞ୍ଜି, ମିଞ୍ଜି ମିଞ୍ଜି କ'ଣ ହେବ? ଗୁଣବାଚକ, ଅବସ୍ଥାବାଚକ, କ୍ରିୟାଜ, କ୍ରିୟା ବିଶେଷଣ ବିଶେଷଣ, କ୍ରିୟା ବିଶେଷଣ। ତ ମନେ ରଖିବେ ଏଇଟା ଆପଣ କ'ଣ ହେବ? କ୍ରିୟା ବିଶେଷଣର ବିଶେଷଣ। ଠିକ୍ ଅଛି।
ମିଞ୍ଜି ମିଞ୍ଜି ଜଳୁଛି। ଶୈଳେଶ ଅତି ବେଗରେ ଦୌଡ଼ୁଛି। ଅତି ବେଗରେ ଦୌଡ଼ୁଛି ଗୋଟେ ହେଲା ଆପଣ କ'ଣ ବିଶେଷଣ, ପୁଣି ଅତି ବେଗ କହିଲାଣି, ଏଇଟା କ'ଣ ହେବ ତାହେଲେ? ଏଇଟା ଆପଣଙ୍କର କ'ଣ ଯିବ? ଏକ୍ଜାକ୍ଟଲି ସେମ୍ ଆସିବ। ଦୌଡ଼ିବାଟା ଗୋଟେ କ୍ରିୟା, କ୍ରିୟା ବିଶେଷଣର ବିଶେଷଣ। ଠିକ୍ ଅଛି। ହରିଣ ଚଞ୍ଚଳ ଦୌଡ଼ିପାରେ। ଚଞ୍ଚଳ ଦୌଡ଼ିବା ଗୋଟେ କ୍ରିୟା, ତ ଏଇଟା କ୍ରିୟା ବିଶେଷଣ ହେଇପାରିବ। କ୍ରିୟା ନା କ୍ରିୟା ବିଶେଷଣ। ଦେଖନ୍ତୁ ଏଇଟା ରାଇଟ୍ ଆନ୍ସର୍ କ'ଣ ରହିବ ଫ୍ରେଣ୍ଡସ୍ ଆପଣଙ୍କର? ଏଇଟା ଆପଣଙ୍କର କ୍ରିୟା ରହିବ। ଏଠି କ୍ରିୟା ହେବ, ଏଟା କ୍ରିୟା ଦେଇଛି, କ୍ରିୟା ହେବ ଏଟା। ଅଳପ ଧନ ବିକଳ ମନ। ତ ଅଳପ କ'ଣ? ଅଳ୍ପ ଗୋଟେ ପରିମାଣ ବୁଝୁଛି ନା ନାହିଁ? ଅଳ୍ପ ଗୋଟେ ପରିମାଣକୁ ବୁଝାଉଛି। ଯଦି ପରିମାଣ ବୁଝେଇବ ତାହେଲେ ଆପଣ କ'ଣ ହେବ? ଗୁଣବାଚକ, ଅବସ୍ଥାବାଚକ, ସଂଖ୍ୟାବାଚକ, ପରିମାଣବାଚକ, ପୂର୍ଣ୍ଣବାଚକ। ତ ମନେ ରଖିବେ ପରିମାଣବାଚକ ହେବ। ଅଳପ ଧନ ବିକଳ ମନ। ତତଲା ପାଣିରେ ଘର ପୋଡ଼େନି। ଆଚ୍ଛା, ତତଲାଟା ଗୋଟେ କ'ଣ? ପାଣିର ଗୋଟେ ଅବସ୍ଥା ନୁହେଁ କି? ଯଦି ପାଣିର ଗୋଟେ ଅବସ୍ଥା ହେଉଛି ତାହେଲେ ଆମେ ତାକୁ କ'ଣ କହିପାରିବା? ଗୁଣବାଚକ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ସଂଖ୍ୟାବାଚକ ବିଶେଷଣ, ପରିମାଣବାଚକ ବିଶେଷଣ, ପୂର୍ଣ୍ଣବାଚକ ବିଶେଷଣ। ତ ଫ୍ରେଣ୍ଡସ୍ ମନେ ରଖିବେ ଏଇଟା ଆପଣଙ୍କ ହେବ ଅବସ୍ଥାବାଚକ ବିଶେଷଣ। ଆଜି କୋହଲା ପାଗ କରିଛି। କୋହଲାଟା କ'ଣ ହେବ? ଗୁଣବାଚକ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ସଂଖ୍ୟାବାଚକ ବିଶେଷଣ, ପରିମାଣବାଚକ ବିଶେଷଣ, ପୂର୍ଣ୍ଣବାଚକ ବିଶେଷଣ। ଠିକ୍ ଅଛି। ଏଇଟା ମନେ ରଖିବେ ଫ୍ରେଣ୍ଡସ୍। ପାଗଟା କୋହଲା ଗୋଟେ କ'ଣ? ଗୋଟେ ଅବସ୍ଥାକୁ ବୁଝୁଛି। ପାଗର ଗୋଟେ ଅବସ୍ଥା ନୁହେଁ କି? ତେଣୁ ଏଇଟା ହେଇଯିବ ଆପଣଙ୍କର ନିଶ୍ଚିତ ଭାବରେ ଗୋଟେ ଅବସ୍ଥାବାଚକ ବିଶେଷଣ। ସହଦେବ ପଞ୍ଚମ ପାଣ୍ଡବ ଅଟନ୍ତି। ଦେଖନ୍ତୁ 1, 2, 3 ଲେଖାଯାଏ ସଂଖ୍ୟା, କିନ୍ତୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଯେହେତୁ ଲେଖାଯାଏ ଏଇଟା ଆପଣ କ'ଣ କହିପାରିବା? ପୂର୍ଣ୍ଣବାଚକ କହିବା ନୁହେଁ କି? ତ ପୂର୍ଣ୍ଣବାଚକ ସଂଖ୍ୟା, ତ ରାଇଟ୍ ଆନ୍ସର୍ କ'ଣ ରହିବ? ଗୁଣବାଚକ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ସଂଖ୍ୟାବାଚକ ବିଶେଷଣ, ପରିମାଣବାଚକ ବିଶେଷଣ, ପୂର୍ଣ୍ଣବାଚକ ବିଶେଷଣ। ତ ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ ରହିବ ଆପଣଙ୍କର ପୂର୍ଣ୍ଣବାଚକ ବିଶେଷଣ। ବହୁତ ଲୋକ ଜହିଁ ମିଳି ଅବଶ୍ୟ ଉପଯୋଗୀ କଳି। ତ ବହୁତ କଥା କ'ଣ ହେଲା? ଗୁଣବାଚକ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ସଂଖ୍ୟାବାଚକ ବିଶେଷଣ, ପରିମାଣବାଚକ ବିଶେଷଣ, ପୂର୍ଣ୍ଣବାଚକ ବିଶେଷଣ। ତ ମନେ ରଖିବେ ରାଇଟ୍ ଆନ୍ସର୍ କ'ଣ ରହିବ ଆପଣଙ୍କର? ପରିମାଣବାଚକ ବିଶେଷଣ। ଭୋକିଲା କୁକୁର ସହ ଲାଗ ନାହିଁ। ଭୋକିଲା କଥା କ'ଣ ହେବ? ତାର ଗୋଟେ କ'ଣ? ଭୋକିଲା ଗୋଟେ କ'ଣ କରୁଛି? ଯେଉଁ କୁକୁର ଭୋକୁଛି ମାନେ କ'ଣ? ମାନେ ଯେଉଁ କୁକୁର ଭୋକୁଛି ତା ସହିତ ଲାଗିବା ନାହିଁ, ଏଇଟା ଗୋଟେ କଣ୍ଡିସନ୍ ବୁଝୁଛି। ତ ଭୋକିଲା ଏଠି କ'ଣ ହେବ? ଗୁଣବାଚକ, ଅବସ୍ଥାବାଚକ, ସଂଖ୍ୟାବାଚକ, ପରିମାଣବାଚକ, ପୂର୍ଣ୍ଣବାଚକ। ଫ୍ରେଣ୍ଡସ୍ ମନେ ରଖିବେ ଏଇଟା ଆପଣଙ୍କର ଭୋକିଲା କୁକୁର ମାନେ ଗୋଟେ ଗୁଣ, ଏଇଟା ଗୋଟେ କ'ଣ? ଯେ ଗୋଟେ ଗୁଣ। ଓଡ଼ିଶା ବିଧାନସଭାରେ 147 ବିଧାୟକ ଅଛନ୍ତି। 147ଟା କ'ଣ ହେବ? ଗୁଣବାଚକ, ଅବସ୍ଥାବାଚକ, ସଂଖ୍ୟାବାଚକ, ପରିମାଣବାଚକ, ପୂର୍ଣ୍ଣବାଚକ। ତ ଫ୍ରେଣ୍ଡସ୍ ମନେ ରଖିବେ ଏଇଟା ଆପଣଙ୍କର ରହିବ ପୂର୍ଣ୍ଣବାଚକ। କ'ଣ ରହିବ ଆପଣଙ୍କର? ପୂର୍ଣ୍ଣବାଚକ। ମେଧାବୀ ଛାତ୍ର ସଫଳତା ପାଏ। ମେଧାବୀ ଛାତ୍ର ଗୋଟେ ଗୁଣ ନା ଏଇଟା କ'ଣ ହେବ? ମେଧାବୀର ଛାତ୍ରର ଗୁଣ। ତ ଏଇଟା ଆପଣଙ୍କର ହେଇଯିବ ଏଇଟା ଗୁଣବାଚକ ବିଶେଷଣ। ରାକେଶ ମେଟ୍ରିକ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଛି। ପ୍ରଥମଟା ଗୋଟେ କ'ଣ? ଦେଖନ୍ତୁ ସଂଖ୍ୟାବାଚକ, ପୂର୍ଣ୍ଣବାଚକ, ଅଲରେଡ଼ି ମୁଁ ପୂର୍ଣ୍ଣବାଚକ କଥା କହିଥିଲି ନୁହେଁ କି? ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଏମିତି ହେଲେ ପୂର୍ଣ୍ଣବାଚକ ହେବ। ତେଣୁ ଏଇଟା ଗୁଣବାଚକ ହେବନି, କି ଅବସ୍ଥାବାଚକ ହେବନି, କିମ୍ବା ଆପଣଙ୍କର ସଂଖ୍ୟାବାଚକ ହେବନି, କିମ୍ବା ଆପଣଙ୍କର ପରିମାଣବାଚକ ହେବନି। ଏଇଟା ଆପଣଙ୍କର ପୂର୍ଣ୍ଣବାଚକ ବିଶେଷଣ। ଆକାଶରେ ଅଗଣିତ ତାରକା ରାତିରେ ଦେଖାଯାଆନ୍ତି। ଅଗଣିତ ମାନେ କ'ଣ? ଗଣି ହେବ ନାହିଁ। ତେଣୁ ଗୁଣବାଚକ, ଅବସ୍ଥାବାଚକ, ସଂଖ୍ୟାବାଚକ, ପରିମାଣବାଚକ, ପୂର୍ଣ୍ଣବାଚକ। ତ ମନେ ରଖିବେ ରାଇଟ୍ ଆନ୍ସର୍ ହେବ ଆପଣଙ୍କର ଏଇଟା ଆପଣଙ୍କର ସଂଖ୍ୟାବାଚକ। କ'ଣ ହେବ ଆପଣଙ୍କର? ସଂଖ୍ୟାବାଚକ। ଠିକ୍ ଅଛି। ରକ୍ତ ମନ୍ଦାର ତାରିଣୀ ମା'ଙ୍କ ପୂଜା ଲାଗେ। ରକ୍ତ ମନ୍ଦାର, ରକ୍ତଟା ଗୋଟେ କ'ଣ? ଗୁଣ। ରକ୍ତଟା ଗୋଟେ କ'ଣ ଯିବ? ଗୁଣ ଯିବ କିରେ? ୟେସ୍। ରକ୍ତ ମନ୍ଦାର ହେଲା ଗୋଟେ ଆପଣଙ୍କର ଗୁଣବାଚକ ବିଶେଷଣ। ଅସୁସ୍ଥ ମନରେ କରାଯାଇଥିବା କାର୍ଯ୍ୟ ସର୍ବଦା ଭୁଲ କହିହେବ ନାହିଁ। ଚିତ୍ତ ମନରେ ଆମେ କାର୍ଯ୍ୟ କରିଥାନ୍ତି, ଯେତେବେଳେ ଚିତ୍ତ ମନ ଠିକ୍ ସ୍ଥିର ନଥାଏ, ଯେଉଁ କାମ ଆମେ କରନ୍ତି ସବୁବେଳେ ଯେ ଭୁଲ ଯାଏ ସେମିତି କହିହେବନି, ବେଳେବେଳେ ଠିକ୍ ବି ହେଇଯାଏ। ତ ଅସୁସ୍ଥଟା କ'ଣ? ଗୁଣବାଚକ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ପରିମାଣବାଚକ ବିଶେଷଣ, କ୍ରିୟାବାଚକ ବିଶେଷଣ। ତ ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ ରହିବ ଆପଣଙ୍କର ଅବସ୍ଥାବାଚକ ବିଶେଷଣ। ଠିକ୍ ଅଛି। ଅବସ୍ଥା। ମିଥ୍ୟାବାଦୀ ମଣିଷକୁ କେହି ସମ୍ମାନ କରନ୍ତି ନାହିଁ। ମିଥ୍ୟାବାଦୀ କ'ଣ? ଗୁଣବାଚକ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ପରିମାଣବାଚକ ବିଶେଷଣ, କ୍ରିୟାବାଚକ ବିଶେଷଣ। ତ ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ କ'ଣ ରହିବ? ଏଇଟା ଆପଣଙ୍କର ଗୁଣବାଚକ ବିଶେଷଣ। ଆଞ୍ଜୁଳାଏ ପାଣି ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟ ଟେକି ଦିଅ। ଆଞ୍ଜୁଳାଏ ପାଣି ଏଇଟା ଆପଣଙ୍କ ଗୁଣବାଚକ ବିଶେଷଣ, ଅବସ୍ଥାବାଚକ, ପରିମାଣବାଚକ, କ୍ରିୟାବାଚକ ବିଶେଷଣ। ତ ମନେ ରଖିବେ ଆଞ୍ଜୁଳାଏ ପାଣି ଏଇଟା ଆପଣଙ୍କ ପରିମାଣବାଚକ ବିଶେଷଣ। କ'ଣ ହେବ? ପରିମାଣବାଚକ ବିଶେଷଣ।
ଧାଡ଼ିରେ ଛିଡ଼ା ହୋଇଥିବା ବ୍ୟକ୍ତି ପ୍ରଥମ ବ୍ୟକ୍ତି ପ୍ରଥମ ପୁଣି କହି ଦେଖନ୍ତୁ ଆଉ କିଛି କହିବାର ନାହିଁ, ଲେଟ୍ କରିବାନି, ପ୍ରଥମ ଦେଇଛି ମାନେ ଡାଇରେକ୍ଟ ଆପଣଙ୍କ ପୂର୍ଣ୍ଣବାଚକ ବିଶେଷଣ। ଏଠି କିଛି ଆଉ କନଫ୍ୟୁଜନ୍ ରଖିବେ ନାହିଁ। ହଜିଲା ବଳଦ ଖୋଜିଲା ଠେଇଁ, ହଜିଲା ଗୋଟେ କ'ଣ ତାହେଲେ ଏଇଟା ଅବସ୍ଥା ହେବ କିରେ ନା ଏଇଟା କ୍ରିୟାଜ ହେଇଯିବ। ଦେଖନ୍ତୁ ହଜିଲା ଗୁଣବାଚକ ଅବସ୍ଥାବାଚକ ପରିମାଣବାଚକ କ୍ରିୟାଜ, ଏଇଟା କ୍ରିୟାଜ ହେଇଯିବ। ହଜିଲା ବଳଦ ଖୋଜିଲା ଠେଇଁ କ୍ରିୟାଜ ହେଇଯିବ। ସୀତା ପାଚିଲା ଆମ୍ବଟିକୁ ଖାଇଲା, ପାଚିଲାଟାରେ କ'ଣ ଅବସ୍ଥା ଗୋଟେ ତାର ନୁହେଁ କି, ପାଚିଲା ଆମ୍ବଟିକୁ ଖାଇଲା, ପାଚିଲାଟା ତାର କ'ଣ ହେବ ଗୋଟେ ଅବସ୍ଥା ନା ଆମ୍ବର, ଅବସ୍ଥାବାଚକ ବିଶେଷଣ ହେଇଯିବ ହେଲା। ବେଦ ପୃଥିବୀର ପ୍ରାଚୀନତମ ଗ୍ରନ୍ଥ ଅଟେ, ବେଦ ପ୍ରାଚୀନତମ ତୁଳନାତ୍ମକ ଅବସ୍ଥାବାଚକ ଗୁଣବାଚକ ବିଶେଷଣ ଠିକ୍ ଅଛି। ତ ପ୍ରାଚୀନତମ ଗ୍ରନ୍ଥ କ'ଣ ହେବ ଆପଣଙ୍କର, ତ ମନେ ରଖିବେ ଏଇଟା ଆପଣଙ୍କର ତୁଳନାତ୍ମକ ବିଶେଷଣ ଠିକ୍ ଅଛି। ମଧୁର ଦେହ ଭାରି ଖରାପ, ଭାରିଟା ଆପଣ କ'ଣ ହେବ ତୁଳନାତ୍ମକ ଅବସ୍ଥାବାଚକ ଗୁଣବାଚକ ବିଶେଷଣର ବିଶେଷଣ। ତ ଫ୍ରେଣ୍ଡସ୍ ମନେ ରଖିବେ ଏଇଟା ହେବ ଆପଣଙ୍କର ଖରାପ, ତ ଗୋଟେ ଅବସ୍ଥା ଆପଣଙ୍କର ବିଶେଷଣ ଗୋଟେ ହେଇଗଲା, ତେଣୁ ବିଶେଷଣର ବିଶେଷଣ। ଘର ବୁଡ଼ି ପାଣି ଆଣ୍ଠୁଏ, ଆଣ୍ଠୁଏଟା କ'ଣ ହେବ ଗୋଟେ ସାର୍ବନାମିକ ବିଶେଷଣ, ସର୍ବନାମ ବିଶେଷଣ, ବିଶେଷଣ କ୍ରିୟା ବିଶେଷଣର ବିଧେୟ ବିଶେଷଣ। ପାଣି ହେଲା ଆପଣଙ୍କ ବିଶେଷ, ବିଶେଷ ପରେ ଯଦି ବିଶେଷଣ ହେଉଛି ତାହେଲେ ତାକୁ ବିଧେୟ ବିଶେଷଣ ଆମେ କହିପାରିବା। ରାଇଟ୍ ଆନ୍ସର୍ ହେବ ଆପଣଙ୍କର ଅପସନ୍ ନମ୍ବର ଡି। ତ ପରବର୍ତ୍ତୀ ପ୍ରଶ୍ନ ଆମେ ଯିବା, ମେଘୁଆ ଆକାଶକୁ ଦେଖି ଚାଷୀ କୂଳ ଆଶ୍ୱସ୍ତି ଲାଭ କଲେ, ମେଘୁଆ ଆକାଶକୁ ଦେଖି ଚାଷୀ କୂଳ ଆଶ୍ୱସ୍ତି ଲାଭ କଲେ। ମେଘୁଆ କ'ଣ ହେବ ଗୁଣବାଚକ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ପରିମାଣବାଚକ ବିଶେଷଣ, କ୍ରିୟାଜ ବିଶେଷଣ। ତ ମେଘୁଆଟା କ'ଣ ହେବ ଆପଣଙ୍କର ନା ଅବସ୍ଥାବାଚକ ବିଶେଷଣ, ଅବସ୍ଥା ମେଘୁଆ ପାଗ ଅବସ୍ଥାବାଚକ ବିଶେଷଣ। ପବନ ମନ୍ଦ ମନ୍ଦ ବହୁଛି, ମନ୍ଦଟା କ'ଣ ହେବ ଆପଣଙ୍କର ସାର୍ବନାମିକ ବିଶେଷଣ, ସର୍ବନାମର ବିଶେଷଣ, କ୍ରିୟା ବିଶେଷଣ, ବିଧେୟ ବିଶେଷଣ। ରାଇଟ୍ ଆନ୍ସର୍ କ'ଣ ହେବ ଆପଣଙ୍କର କ୍ରିୟା ବିଶେଷଣ, କ'ଣ ହେବ ଆପଣଙ୍କର କ୍ରିୟା ବିଶେଷଣ। ଓକେ, ତ ଇଏ ରହିଲା ଫ୍ରେଣ୍ଡସ୍ ଆପଣଙ୍କର ଆଜିର କ୍ଲାସ୍, ଯେଉଁକି ଆପଣଙ୍କର ବିଶେଷଣ ରହିଲା। ତ ଆଶା କରିବି ଆପଣମାନେ ନୋଟ୍ସ କରିନେଇଥିବେ ଏବଂ ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ କରିବେ, ଚ୍ୟାନେଲକୁ ନୂଆ ଆସିଥିବେ ସବସ୍କ୍ରାଇବ୍ କରିନେବେ। ତ ଥ୍ୟାଙ୍କ ୟୁ, ଥ୍ୟାଙ୍କସ୍ ଫର୍ ୱାଚିଂ, ହ୍ୟାଭ୍ ଏ ନାଇସ୍ ଡେ।